ସେଦିନ ରାତି 10ଟା ପରେ ବାହାରେ ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସହରଠାରୁ ଦୂରରେ ଥିବା ସେହି ଜଙ୍ଗଲିଆ ରାସ୍ତାଟି ପ୍ରାୟ ଖାଲି ହୋଇଯାଇଥିଲା। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଥିଲା ଏବଂ ମଝିରେ ମଝିରେ ହେଉଥିବା ବଜ୍ରପାତର ଶବ୍ଦ ଶରୀରରେ ଶିହରଣ ଖେଳାଇ ଦେଉଥିଲା। ବିକ୍ରମ ନାମକ ଜଣେ ଡ୍ରାଇଭର ତାଙ୍କ ପୁରୁଣା ଗାଡ଼ିରେ ଏକାକୀ ଘରକୁ ଫେରୁଥିଲେ। ତାଙ୍କ ଗାଡ଼ିର ଇଞ୍ଜିନ୍ ଶବ୍ଦ ବ୍ୟତୀତ ବାହାରେ କେବଳ ଝିଙ୍କାରୀଙ୍କ ଶବ୍ଦ ଶୁଣାଯାଉଥିଲା। ହଠାତ୍ ଗାଡ଼ିର ଆଲୁଅ ଏକ ଧଳା ପୋଷାକ ପିନ୍ଧିଥିବା ଆକୃତି ଉପରେ ପଡ଼ିଲା। ରାସ୍ତା କଡ଼ରେ ଏକ ଝିଅ ଛିଡ଼ା ହୋଇଥିଲା। ତାଙ୍କ ପୋଷାକ ଭିଜା, କାଦୁଅରେ ମଲିନ ଏବଂ କେଶଗୁଡ଼ିକ ବିଶୃଙ୍ଖଳିତ ଭାବେ ମୁହଁ ଉପରେ ପଡ଼ିଥିଲା। ସେ ଧୀରେ ହାତ ଉଠାଇ ଲିଫ୍ଟ ମାଗିଲା। ବିକ୍ରମ ପ୍ରଥମେ ଟିକେ ଡରିଗଲେ, କିନ୍ତୁ ଏଭଳି ବର୍ଷା ଓ ଝଡ଼ ରାତିରେ ଜଣେ ଝିଅକୁ ଏକାକୀ ଦେଖି ଦୟା ଆସିଲା। ସେ ଗାଡ଼ି ରୋକିଲେ। କେଉଁଠି ଯିବା? ବିକ୍ରମ କାଚ ତଳକୁ କରି ପଚାରିଲେ। ଝିଅଟି ଖୁବ୍ ଧୀର ଓ କମ୍ପିତ ସ୍ୱରରେ କହିଲା, ଆଗକୁ ଥିବା ସେହି ପୁରୁଣା ଘର ପର୍ଯ୍ୟନ୍ତ। ବିକ୍ରମ ତାକୁ ପଛରେ ବସିବାକୁ କହିଲେ। ସେ ବସିବା ମାତ୍ରେ ଗାଡ଼ି ଭିତରେ ଏକ ଅଜଣା ବରଫ ପରି ଥଣ୍ଡା ପବନ ଖେଳିଗଲା। ବିକ୍ରମ ଲକ୍ଷ୍ୟ କଲେ ଯେ ବାହାରେ ପ୍ରବଳ ଗରମ ଥିବା ସତ୍ତ୍ୱେ ଗାଡ଼ି ଭିତରଟା ଅସ୍ୱାଭାବିକ ଭାବେ ଥଣ୍ଡା ହୋଇଯାଇଛି। ସେ ଆଇନାରେ ଝିଅଟିକୁ ଦେଖିବାକୁ ଚେଷ୍ଟା କଲେ। ତାଙ୍କ ମୁହଁ ଚୁନ୍ ପରି ଫିକା ଥିଲା ଏବଂ ସେ ପଲକ ନ ପକାଇ କେବଳ ସାମ୍ନାକୁ ଚାହିଁ ରହିଥିଲା। ଗାଡ଼ି ଆଗକୁ ବଢ଼ୁଥିଲା, କିନ୍ତୁ ବିକ୍ରମଙ୍କୁ ଲାଗିଲା ଯେମିତି ସେ ଏହି ରାସ୍ତାରେ ବାରମ୍ବାର ଗୋଟିଏ ଜାଗା ଦେଇ ଅତିକ୍ରମ କରୁଛନ୍ତି। ପରିବେଶ ଏତେ ନିଶବ୍ଦ ଥିଲା ଯେ ବିକ୍ରମ ନିଜ ହୃଦସ୍ପନ୍ଦନ ଶୁଣିପାରୁଥିଲେ। ହଠାତ୍ ତାଙ୍କୁ ଲାଗିଲା ଯେମିତି ପଛରୁ କେହି ଜଣେ ଫୁସ୍ଫୁସ୍ ହୋଇ କଥା ହେଉଛି। ସେ ଧୀରେ ପଛକୁ ଚାହିଁଲେ। ପଛ ସିଟ୍ ସମ୍ପୂର୍ଣ୍ଣ ଖାଲି ଥିଲା। ବିକ୍ରମଙ୍କ ପାଦ ବ୍ରେକ୍ ଉପରେ ପଡ଼ିଗଲା। ଗାଡ଼ିଟି ଝଟକା ଦେଇ ରହିଗଲା। ସେ ପାଗଳଙ୍କ ପରି ଚାରିପାଖକୁ ଚାହିଁଲେ, କିନ୍ତୁ ଗାଡ଼ି ଭିତରେ କେହି ନଥିଲେ। ଗାଡ଼ିର ହେଡ୍ଲାଇଟ୍ ଆଲୁଅରେ ସାମ୍ନାରେ ଏକ ପରିତ୍ୟକ୍ତ ଭଙ୍ଗା ଘର ଦେଖାଗଲା। ଘର ବାହାରେ ଏକ ପୁରୁଣା କଳଙ୍କି ଲାଗିଥିବା ବୋର୍ଡ ଝୁଲୁଥିଲା। ବିକ୍ରମ ଗାଡ଼ିରୁ ଓହ୍ଲାଇ ବୋର୍ଡ ପାଖକୁ ଗଲେ। ସେଥିରେ ଲେଖାଥିଲା, ଠିକ୍ 5 ବର୍ଷ ପୂର୍ବେ ଆଜିର ଦିନରେ ଏହି ସ୍ଥାନରେ ଏକ ଦୁର୍ଘଟଣାରେ ଜଣେ ଝିଅର ମୃତ୍ୟୁ ହୋଇଥିଲା। ବିକ୍ରମଙ୍କ ହାତ ଗୋଡ଼ କମ୍ପିବାକୁ ଲାଗିଲା। ସେ ତୁରନ୍ତ ଗାଡ଼ି ଭିତରକୁ ଯିବାକୁ ଚେଷ୍ଟା କଲେ, କିନ୍ତୁ ଗାଡ଼ିର ଦରଜାଗୁଡ଼ିକ ଆପେ ଆପେ ବନ୍ଦ ହୋଇଗଲା। କାଚ ବାହାରୁ ସେ ଦେଖିଲେ ଗାଡ଼ି ଭିତରୁ ଏକ ହାଲୁକା ଖିଲିଖିଲି ହସର ଶବ୍ଦ ଶୁଣାଯାଉଛି। ସେ ଡରି ଡରି ପଛ କାଚ ଦେଇ ଚାହିଁଲେ। ସେଇ ଝିଅଟି ପୁଣି ପଛରେ ବସିଥିଲା, କିନ୍ତୁ ଏଥର ତାର ଆଖିଗୁଡ଼ିକ ନାଲି ହୋଇ ଚମକୁଥିଲା। ଝିଅଟି କାଚରେ ନିଜ ହାତ ରଖି କହିଲା, ତୁମେ ମୋତେ ଛାଡ଼ି କେଉଁଆଡ଼େ ଯିବ? ମୁଁ ତ ଏଠାରୁ କେବେ ଯାଇପାରିନି, ଆଉ ଏବେ ତୁମକୁ ବି ଯିବାକୁ ଦେବିନି। ବିକ୍ରମ ଭୟରେ ଚିତ୍କାର କରି ଜଙ୍ଗଲ ଆଡ଼କୁ ଦୌଡ଼ିବାକୁ ଲାଗିଲେ ଏବଂ ଅନ୍ଧାର ମଧ୍ୟରେ କେଉଁଆଡ଼େ ହଜିଗଲେ। ପରଦିନ ସକାଳେ ସ୍ଥାନୀୟ ଲୋକମାନେ ସେହି ଗାଡ଼ିକୁ ରାସ୍ତା ମଝିରେ ଠିଆ ହୋଇଥିବାର ଦେଖିଲେ। ଗାଡ଼ି ଭିତରେ ବିକ୍ରମଙ୍କର କୌଣସି ପତ୍ତା ନଥିଲା, କିନ୍ତୁ ଯେତେବେଳେ ପୋଲିସ ଗାଡ଼ିଟିକୁ ଯାଞ୍ଚ କଲା, ପଛରେ ଏକ ଭିଜା ହାତର ଚିହ୍ନ ସ୍ପଷ୍ଟ ଦେଖାଯାଉଥିଲା। ଆଉ ସବୁଠାରୁ ଭୟାନକ କଥା ଥିଲା, ଗାଡ଼ିର ଲୁକିଂ ଗ୍ଲାସ୍ରେ ରିୟର ଭ୍ୟୁ ମିରର ଏକ ଚିତ୍ର ରହିଯାଇଥିଲା, ଯେଉଁଥିରେ ସେହି ଝିଅଟି ଏକ ବିକୃତ ହସ ହସୁଥିଲା।